ଲୋକଙ୍କର ଯାହା ମତ ବା ଓପିନିଅନ୍ ପୋଲ୍ ଯାହା ଦେଖାଉଛନ୍ତି ଦିଲ୍ଲୀ ନିର୍ବାଚନରେ ବିଜେପି ବାମ୍ଫର ଭୋଟ୍ରେ ଜିତିବେ, ଯେଉଁଟାକି ଅନଏକ୍ସପେକ୍ଟେଡ୍। 70ଟି ସିଟ୍ ତାଙ୍କର ହୁଏତ 70 ଭିତରେ 60 ବି ପାଇଯାଇପାରେ, ଏଭଳି ସମ୍ଭାବନା ଅଛି। କାରଣ ଇଏ ଯେଉଁ ଅରବିନ୍ଦ କେଜରିୱାଲ ତାଙ୍କର ଯେଉଁ ଦୁର୍ନୀତି, ଭ୍ରଷ୍ଟାଚାର ଏବଂ ଅନୈତିକ କାର୍ଯ୍ୟ ସେ କରିଛନ୍ତି, କାରଣ ଆନ୍ନା ହଜାରେକୁ ଆଗରେ ରଖି ସେ ଯେଉଁ ସ୍ଲୋଗାନ ଦେଇ ଆସିଥିଲା ଦିଲ୍ଲୀରେ, ଲୋକ ବର୍ତ୍ତମାନ ତାକୁ ଜାଣି ସାରିଲେନି ଯେ ଇଏ ଗୋଟେ ଫ୍ରଡ୍। ଅରବିନ୍ଦ କେଜରିୱାଲ ଗୋଟେ ଫ୍ରଡ୍। ସେ କହୁଥିଲେ ମୁଁ ବଡ଼ ଗାଡ଼ି ନେବି ନାହିଁ, ବଡ଼ ବଙ୍ଗଳା ନେବି ନାହିଁ, ସାଧାରଣ ଲୋକଙ୍କ ଭଳିଆ ଜୀବନଯାପନ କରିବି। ତ କ୍ଷମତାରେ ଗଲା ପରେ ତାର ସମ୍ପୂର୍ଣ୍ଣ ଓଲଟା ଦେଖିଲେ ଲୋକମାନେ, ତାର ଚିତ୍ର ସମ୍ପୂର୍ଣ୍ଣ ଓଲଟା ଦେଖିଲେ ଏବଂ ସେ ଯେଉଁ ମଦ ଦୁର୍ନୀତି କାରବାରରେ ସାମିଲ ଅଛନ୍ତି, 5ଟା ମନ୍ତ୍ରୀ ତାଙ୍କର ଜେଲରେ ରହିଲେ, ସେ ନିଜେ ଜେଲରେ ରହିଲେ। ଲୋକ ସ୍ପଷ୍ଟ ଜାଣିଗଲେ ଯଦି ଭବିଷ୍ୟତରେ ଆସେ ଅରବିନ୍ଦ କେଜରିୱାଲ, ତା ଦିଲ୍ଲୀର ଦୁର୍ଦ୍ଦଶାର ସୀମା ରହିବ ନାହିଁ। ଲୋକମାନେ ବୁଝିଗଲେ ଯେ ଏକମାତ୍ର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ହିଁ ଭାରତବର୍ଷର ଉନ୍ନତି କରିପାରିବ, ଭାରତକୁ ବିଶ୍ୱଗୁରୁ ସ୍ଥାନରେ ବସାଇବ, ଦିଲ୍ଲୀର ସର୍ବାଙ୍ଗୀନ ଉନ୍ନତି ହେବ ଏବଂ ସେଥିପାଇଁ ସେମାନେ ଆଜି ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଆପଣମାନେ 8 ତାରିଖ ରେଜଲ୍ଟ ଦେଖିବେ। ଯେଉଁ କଥା ମୁଁ କହିଲି 70ଟି ସିଟ୍ ଭିତରେ ସେ 60ଟି ପାଇବ, ଏ ମୋର ବିଶ୍ୱାସ। କାରଣ ସେମାନେ ଦେଖିଛନ୍ତି ବିଜେପି ଶାସନ। ସାହେବ ସିଂ ବର୍ମା ଯେତେବେଳେ ଥିଲେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ, ସେ ନିଜେ ସ୍କୁଟର ଧରିକରି ଦିଲ୍ଲୀ ସାରା ବୁଲୁଥିଲେ, ସ୍କୁଟରରେ ବସିକରି ସାହେବ ସିଂ ବର୍ମା ବୁଲୁଥିଲେ। ତ ତାକୁ ଦେଖିଛନ୍ତି, ୟାକୁ ଦେଖୁଛନ୍ତି, ତେଣୁକରି ଆମେ ଆଉ ଭାବିବାର କିଛି କାରଣ ନାହିଁ। ନାଇଁ, ବର୍ତ୍ତମାନ ଲୋକ ଆଞ୍ଚଳିକ ଦଳ ପ୍ରତି ଆଉ ଆଗ୍ରହ ନାହିଁ, କମି ଆସିଲାନି। ଆପଣ ଯେତେ ଆଞ୍ଚଳିକ ଦଳ ସେମାନେ ଆଉ ଚାହୁଁନାହାନ୍ତି, କାରଣ ଏକମାତ୍ର ନ୍ୟାସନାଲ୍ ପାର୍ଟିକୁ ଲୋକ ଗୁରୁତ୍ୱ ଦେଉଛନ୍ତି ଏବଂ ଆମର ବର୍ତ୍ତମାନ ଡବଲ ଇଞ୍ଜିନ୍ ସରକାର ଆପଣ ଦେଖୁନାହାନ୍ତି ଓଡ଼ିଶାରେ। ବର୍ତ୍ତମାନ ନରେନ୍ଦ୍ର ମୋଦିଜୀଙ୍କର ସରକାର, ମୋହନ ମାଝୀଙ୍କ ସରକାର କେମିତି ଦ୍ରୁତ ଗତିରେ ଆଗେଇ ଚାଲିଛି, ପ୍ରଗତି ରଥ ଆଗେଇ ଚାଲିଛି। ସବୁ କ୍ଷେତ୍ରରେ ଯାହା ଯାହା ପ୍ରତିଶ୍ରୁତି ଦେଇଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଇସ୍ତାହାର ଦେଇଥିଲେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ, ସବୁ ଅକ୍ଷରେ ଅକ୍ଷରେ ପାଳନ ହେଉଛି। ଆସୁ ସାଙ୍ଗେ ସାଙ୍ଗେ ପ୍ରଭୁ ମହାପ୍ରଭୁ ଜଗନ୍ନାଥଙ୍କର ଚତୁର୍ଦ୍ୱାର ଖୋଲା ହେଲା, ରତ୍ନ ଭଣ୍ଡାର ଚାବି ଦେଇକି ରତ୍ନ ଭଣ୍ଡାର ଖୋଲା ହେଲା, ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେଲା, ଚାଲିଛି ବର୍ତ୍ତମାନ। ଏବଂ ଯେଉଁ କଥା ବଡ଼ କଥା ହେଲା, ଯାହା କହିଥିଲେ ଚାଷୀମାନଙ୍କୁ ଯେଉଁ ଦେବେ, ବୋନସ୍ ଦେବେ, ଯେଉଁଟାକି 3100 ସେ ମଧ୍ୟ ଦେଲେ, ଚାଷୀ ପାଇଲେ। 100 ଟଙ୍କା ନବୀନ ପଟ୍ଟନାୟକ ବଢ଼େଇ ପାରୁନଥିଲା, ଏ 900 ଟଙ୍କା ଏକାଥରେ ବଢ଼େଇ ଦେଲେ। ଖାଲି ସେତିକି ନୁହେଁ, ଆପଣଙ୍କର ଯେଉଁ କଥା କହିଥିଲେ ଯେ ବେକାରୀମାନଙ୍କୁ ଚାକିରି, ଆସୁ 2 ମାସ ଭିତରେ 16,900 ଶିକ୍ଷକ ନିଯୁକ୍ତି ପାଇଲା। ଏବେ ପ୍ରତି 2 ମାସକୁ 3 ମାସକୁ ନିଯୁକ୍ତି ମେଳା ବସୁଛି। ଆଜି 3ଟା ବେଳେ ଆପଣଙ୍କର 6,390 ଜଣଙ୍କୁ ବିଭିନ୍ନ ବିଭାଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ତାଙ୍କ ନିଯୁକ୍ତି ପତ୍ର ଦେବେ। ତେଣୁ ବିଜେପି ଯାହା କହେ ତାହା କରନ୍ତି, କାରଣ ଯେହେତୁ ଇଏ ଗଭର୍ଣ୍ଣମେଣ୍ଟ କମିଟମେଣ୍ଟ ଯାହାକୁ ରଖନ୍ତି। ଆଉ ନବୀନ ସରକାର 24 ବର୍ଷ ଶାସନ କଲେ, ଇଏ ଭାରତୀୟ ଜନତା ପାର୍ଟି ମୋହନ ସରକାର 48 ବର୍ଷ ଶାସନ କରିବ। କାରଣ ଲୋକମାନେ ଜାଣିଗଲେନି ଯେ ଓଡ଼ିଶାରେ କରିବ, ମିନିମମ୍ 48 ବର୍ଷ କରିବ। କାରଣ ଏଠି ନରେନ୍ଦ୍ର ମୋଦିଜୀଙ୍କର ଡାଇରେକ୍ଟ ହସ୍ତକ୍ଷେପ ଅଛି ଡେଭଲପମେଣ୍ଟ କାମ ପାଇଁ। ସେ ନିଜେ ପ୍ରଚୁର ଅର୍ଥ ଦେଉଛନ୍ତି। ଏବେ ରେଳ ବଜେଟରେ ଦେଖିଲେ କେତେ ଅର୍ଥ ଦେଲେ, ସବୁ କ୍ଷେତ୍ରରେ ଅର୍ଥ ଦିଆହେଉଛି। ନାଇଁ, ଓଡ଼ିଶାକୁ ଯଦି ଦେଖାଯାଏ ମୋଟ ହିସାବ କଲେ ଓଡ଼ିଶାକୁ ବହୁତ ଟଙ୍କା ବର୍ତ୍ତମାନ ଦେଇଛନ୍ତି, ଆହୁରି ଦେବେ। ଓଡ଼ିଶା ପାଇଁ କିଛି ଅର୍ଥର ବାଧା ହେବ ନାହିଁ, ଡେଭଲପମେଣ୍ଟ କାମ କିଛି ବାଧା ହେବ ନାହିଁ। ଯାହା ମାଗିଥିଲେ ତାହା ହିଁ ପାଇଛନ୍ତି, ଆହୁରି ମଧ୍ୟ
ପାଇବେ। ଏହାପରେ ଯେତେବେଳେ ଯେଉଁ କ୍ଷେତ୍ରରେ ଟଙ୍କା ଦରକାର ଓଡ଼ିଶାକୁ କେନ୍ଦ୍ର ସରକାର ଦେଇ ଚାଲିବେ, କାରଣ କେନ୍ଦ୍ର ସରକାର ଜାଣିଛନ୍ତି ଯେ ଓଡ଼ିଶାରେ ଉନ୍ନତିର ସମ୍ଭାବନା ଅଛି। ଓଡ଼ିଶା ସର୍ବାଙ୍ଗୀନ ଉନ୍ନତି ହୋଇପାରିବ। ଖଣି ଅଛି, ପାନି ଅଛି, ଜଙ୍ଗଲ ଅଛି, ସବୁ ଅଛି ଓଡ଼ିଶା ଡେଭଲପମେଣ୍ଟ ହେବା ପାଇଁ। ତେଣୁ ଓଡ଼ିଶା ଡେଭଲପମେଣ୍ଟ ନିଶ୍ଚିତ ହେବ। ସେଥିପାଇଁ ଆମେ ଧନ୍ୟବାଦ ଦେଉଛୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ। ଧନ୍ୟବାଦ ଦେଉଛି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ, ତାଙ୍କ ମନ୍ତ୍ରିମଣ୍ଡଳ ସଦସ୍ୟମାନଙ୍କୁ, MP ମାନଙ୍କୁ, MLA ମାନଙ୍କୁ, ଯେ ସମସ୍ତେ ମିଶିକରି ଟିମ୍ ୱାର୍କ କରି ଆଗେଇ ଚାଲିଛନ୍ତି।